ଶରଣ ନେଇଛି କରୁଣା କରିବୁ ମା। ଜନମେ ଜନମେ ଗୁଣ ଗାଉଥିବି, ଜନମେ ଜନମେ ଗୁଣ ଗାଉଥିବି। ତୁ ହି ହେବୁ ମୋର ସାହା, ହେ ମା। ମା ଦୁର୍ଗାଙ୍କର ଶକ୍ତିର ଷଷ୍ଠ ରୂପ ହେଉଛନ୍ତି ମା କାତ୍ୟାୟନୀ। କାତ୍ୟାୟନୀ ନବଦୁର୍ଗା ଆଉ ହିନ୍ଦୁ ଦେବୀ ମା ପାର୍ବତୀ ଶକ୍ତିଙ୍କର 9 ରୂପ ମଧ୍ୟରେ ଷଷ୍ଠ ରୂପରେ ସେ ପୂଜା ପାଆନ୍ତି। ଅମର କୋଶରେ ମା ପାର୍ବତୀଙ୍କ ପାଇଁ ଦ୍ୱିତୀୟ ନାମ ହେଉଛି ସଂସ୍କୃତ ଶବ୍ଦରେ ସେ ଉମା, କାତ୍ୟାୟନୀ, ଗୌରୀ, କାଳୀ, ହେମାବତୀ ଏବଂ ଈଶ୍ୱରୀ। ତାଙ୍କର ସବୁ ଅନେକ ନାମ ରହିଛି। ଶକ୍ତିବାଦରେ ଶକ୍ତି ବା ଦୁର୍ଗା, ଯେଉଁଥିରେ ଭଦ୍ରକାଳୀ ଏବଂ ଚଣ୍ଡିକା ମଧ୍ୟ ସାମିଲ ହୋଇଛନ୍ତି ଏବଂ ନିଜେ କାତ୍ୟାୟନୀ ରୂପରେ ବି ପ୍ରଚଳିତା। ଯଜୁର୍ବେଦର ତୈତ୍ତରୀୟ ଆରଣ୍ୟକରେ ତାଙ୍କର ଉଲ୍ଲେଖ ପ୍ରଥମ ମଧ୍ୟ କରାଯାଇଛନ୍ତି। ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛନ୍ତି, ପରମେଶ୍ୱରଙ୍କର ନୈସର୍ଗିକ କ୍ରୋଧରୁ ଉତ୍ପନ୍ନ ସେ ହୋଇଛନ୍ତି, ଯାହାଙ୍କୁ କି ଦେବୀ ପାର୍ବତୀଙ୍କ ଦ୍ୱାରା କରାଯାଇଥିବା ବା ତାଙ୍କୁ ପ୍ରଦାନ କରାଯାଇଥିବା ସିଂହ ଉପରେ ଆରୂଢ଼ ହୋଇ ମହିଷାସୁରକୁ ସେ ବଧ କରିଛନ୍ତି। ସେହି ଶକ୍ତିଙ୍କର ଆଦି ରୂପ ଅଟନ୍ତି, ଯାହାଙ୍କର ଉଲ୍ଲେଖ ପାଣିନି ପତଞ୍ଜଳିଙ୍କର ମହାଭାଷ୍ୟରେ ମଧ୍ୟ କରାଯାଇଛନ୍ତି, ଯେଉଁ 2ୟ ଶତାବ୍ଦୀ ଈସା ପୂର୍ବରେ ରଚିତ ହୋଇଥିଲା। ତାଙ୍କର ବର୍ଣ୍ଣନା ଦେବୀ ଭାଗବତ ପୁରାଣ, ମାର୍କଣ୍ଡେୟ ଋଷିଙ୍କ ଦ୍ୱାରା ରଚିତ ମାର୍କଣ୍ଡେୟ ପୁରାଣରେ ଦେବୀ ମାହାତ୍ମ୍ୟରେ ମଧ୍ୟ କରାଯାଇଛନ୍ତି। 400ରୁ 500 ଈସାରେ ଲିପିବଦ୍ଧ ମଧ୍ୟ କରାଯାଇଛନ୍ତି। ବୌଦ୍ଧ ଆଉ ଜୈନ ଗ୍ରନ୍ଥରେ, କେତେକ ତାନ୍ତ୍ରିକ ଗ୍ରନ୍ଥରେ, ବିଶେଷ ରୂପରେ କାଳିକା ପୁରାଣରେ 10ଶ ଶତାବ୍ଦୀରେ ତାଙ୍କର ଉଲ୍ଲେଖ ମଧ୍ୟ ହୋଇଛନ୍ତି। ଓଡ଼ିଶାରେ ଉଦ୍ୟାନ ବା ଓଡ଼ିଶାରେ ଦେବୀ କାତ୍ୟାୟନୀ ଏବଂ ଭଗବାନ ଜଗନ୍ନାଥଙ୍କର ସ୍ମରଣ ମଧ୍ୟ କୁହାଯାଇଛନ୍ତି। ପରମ୍ପରାଗତ ରୂପରେ ଦେବୀ ଦୁର୍ଗାଙ୍କ ଭଳି ଲାଲ ରଙ୍ଗରେ ସେ ପରିଧାନ ହୋଇଛନ୍ତି। ନବରାତ୍ରି ଉତ୍ସବରେ ଷଷ୍ଠୀରେ ତାଙ୍କର ପୂଜନ କରାଯାଏ। ଏହି ଦିନ ସାଧକର ମନ ଆଜ୍ଞା ଚକ୍ରରେ ସ୍ଥିର ହୋଇ ରହିଥାଏ। ଯୋଗ ସାଧନାରେ ଏହି ଆଜ୍ଞା ଚକ୍ର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ। ଏହି ଚକ୍ରରେ ସ୍ଥିତ ମନବାଲା ସାଧକ ମା କାତ୍ୟାୟନୀର ଚରଣରେ ନିଜର ସର୍ବସ୍ୱ ନିବେଦିତ କରିଥାଏ। ପରିପୂର୍ଣ୍ଣ ଆତ୍ମଦାନକାରୀ ଏପରି ଭକ୍ତକୁ ସହଜ ଭାବରେ ମା ଦର୍ଶନ ପ୍ରାପ୍ତ କରାଇଥାନ୍ତି। ଚନ୍ଦ୍ରହାସୋଜ୍ଜ୍ୱଳକରା ଶାର୍ଦୂଳ ବରବାହନା କାତ୍ୟାୟନୀ ଶୁଭଂ ଦୟା ଦେବୀ ଦାନବଘାତିନୀ। ମାଙ୍କର ନାମ କାତ୍ୟାୟନୀ କିପରି ହେଲା, ତାହା ବିଷୟରେ ଗୋଟେ ସୁନ୍ଦର କଥାଟିଏ ରହିଛନ୍ତି। କତ ନାମକ ଏକ ପ୍ରସିଦ୍ଧ ମହର୍ଷି ଥିଲେ। ତାଙ୍କର ପୁତ୍ର ଋଷି କାତ୍ୟ ବୋଲି କୁହାଯାଏ। ସେହି କାତ୍ୟଙ୍କର ଗୋତ୍ରରେ ବିଶ୍ୱ ପ୍ରସିଦ୍ଧ ମହର୍ଷି କାତ୍ୟାୟନ ଉତ୍ପନ୍ନ ହୋଇଥିଲେ। ତାଙ୍କର ଭଗବତୀ ପରାମ୍ବାଙ୍କର ଉପାସନା କରି ବହୁତ ବର୍ଷ ପର୍ଯ୍ୟନ୍ତ ବଡ଼ କଠିନ ତପସ୍ୟାରେ ସେ ରହିଲେ। ତାଙ୍କ ଇଚ୍ଛାରେ ମା ଭଗବତୀ ତାଙ୍କ ଘରେ ପୁତ୍ରୀ ରୂପରେ ଜନ୍ମ ନେଲେ। ମା ଭଗବତୀ ତାଙ୍କର ସେହି ପ୍ରାର୍ଥନାକୁ ମଧ୍ୟ ସ୍ୱୀକାର କରିନେଲେ। କିଛି ସମୟ ପରେ ଯେତେବେଳେ ଦାନବ ମହିଷାସୁରର ଅତ୍ୟାଚାର ପୃଥିବୀ ଉପରେ ବଢ଼ିଗଲା, ସେତେବେଳେ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ, ଭଗବାନ ମହେଶ 3 ଜଣ ଯାକ ନିଜ ନିଜର ତେଜର ଅଂଶକୁ
ପ୍ରଦାନ କରି ମହିଷାସୁରଙ୍କର ବିନାଶ କରିବା ପାଇଁ ଏକ ଦେବୀଙ୍କୁ ଉତ୍ପନ୍ନ କରିଥିଲେ। ମହର୍ଷି କାତ୍ୟାୟନ ମଧ୍ୟ ସର୍ବପ୍ରଥମ ତାଙ୍କର ପୂଜା କରିଥିଲେ ଏବଂ ଏହି କାରଣରୁ ସେ ହେଉଛନ୍ତି କାତ୍ୟାୟନୀ। ଏପରି ମଧ୍ୟ କଥା ମିଳିଛନ୍ତି ଯେ ମହର୍ଷି କାତ୍ୟାୟନ ତାଙ୍କୁ ପୁତ୍ରୀ ରୂପରେ ଉତ୍ପନ୍ନ କରିଥିବେ। ତେଣୁ ସେହି କାତ୍ୟାୟ ଋଷିଙ୍କର କନ୍ୟା କାତ୍ୟାୟନୀ ଥିଲେ। ଆଶ୍ୱିନ କୃଷ୍ଣ ଚତୁର୍ଦ୍ଦଶୀର ଜନ୍ମ ନେଇ ଶୁଭ ସପ୍ତମୀ, ଅଷ୍ଟମୀ, ନବମୀ ଦିନ 3 ଦିନ ଧରି କାତ୍ୟାୟନ ଋଷିଙ୍କର ପୂଜା ଗ୍ରହଣ କରି ଦଶମୀକୁ ସେ ମହିଷାସୁରକୁ ବଧ କରିଥିଲେ। ମା କାତ୍ୟାୟନୀ ଅମୋଘ ଫଳଦାୟିନୀ ଅଟନ୍ତି। ଭଗବାନ କୃଷ୍ଣଙ୍କୁ ପତି ରୂପରେ ପାଇବା ପାଇଁ ବ୍ରଜର ଗୋପୀମାନେ ମଧ୍ୟ ତାଙ୍କର ପୂଜା କରିଥିଲେ କାଳିନ୍ଦୀ ଯମୁନାର ତଟକୂଳରେ। ଏହି ବ୍ରଜମଣ୍ଡଳରେ ମଧ୍ୟ ଅଧିଷ୍ଠାତ୍ରୀ ଦେବୀ ରୂପରେ ଏହି କାତ୍ୟାୟନୀଙ୍କୁ ପ୍ରତିଷ୍ଠା କରାଯାଇଛନ୍ତି। ମା କାତ୍ୟାୟନୀଙ୍କର ସ୍ୱରୂପ ଅତ୍ୟନ୍ତ ଉଜ୍ଜ୍ୱଳ ଏବଂ ଭାସ୍ୱର। ତାଙ୍କର 4ଟି ଭୁଜ ରହିଛନ୍ତି। ମାତାଜୀ ଦକ୍ଷିଣ ଉପର ହାତରେ ଅଭୟ ମୁଦ୍ରାରେ ତଥା 3 ନିଚବାଲି ବରମୁଦ୍ରାରେ ରହିଛନ୍ତି ଏବଂ ବାମ ହସ୍ତରେ ଉପର ହସ୍ତକୁ ତଲୱାର ଏବଂ ନିଚ ହାତରେ କମଳ ପୁଷ୍ପକୁ ପରିଧାନ କରିଛନ୍ତି। ତାଙ୍କର ବାହନ ସିଂହ ବାହନ। ମା କାତ୍ୟାୟନୀଙ୍କର ଭକ୍ତି ଆଉ ଉପାସନା ଦ୍ୱାରା ମନୁଷ୍ୟକୁ ବଡ଼ ସରଳତାରେ ଅର୍ଥ, ଧର୍ମ, କାମ, ମୋକ୍ଷ ଏହି ଚତୁର୍ଫଳର ପ୍ରାପ୍ତି ହିଁ ହୋଇଥାଏ। ଏହି ଲୋକରେ ସ୍ଥିତ ରହି ମଧ୍ୟ ଅଲୌକିକ ତେଜ ଏବଂ ପ୍ରଭାବରେ ଯୁକ୍ତ ହୋଇଥାନ୍ତି। ତେବେ ଏହାଙ୍କର ଉପାସନା କିପରି କରାଯାଏ? ନା, ନବରାତ୍ରିର ଷଷ୍ଠ ଦିନ ମା କାତ୍ୟାୟନୀଙ୍କର ଉପାସନାର ପ୍ରକୃତ ଦିନ। ତାଙ୍କ ପୂଜନରେ ଅଦ୍ଭୁତ ଶକ୍ତିର ସଞ୍ଚାର ହୁଏ। ଦୁଷ୍ଟମାନଙ୍କୁ ସଂହାର କରିବାରେ ସେ ସକ୍ଷମ ହୁଅନ୍ତି। ତାଙ୍କର ଧ୍ୟାନ ଗୋଧୂଳି ବେଳାରେ ମଧ୍ୟ କରାଯାଏ। ପ୍ରତ୍ୟେକ ସର୍ବସାଧାରଣ ପାଇଁ ଆରାଧନା ଯୋଗ୍ୟ ଏହି ଶ୍ଲୋକ ସରଳ ଆଉ ସ୍ପଷ୍ଟ ମଧ୍ୟ। ମା ଜଗଦମ୍ବେଙ୍କର ଭକ୍ତି ପାଇବା ପାଇଁ କଣ୍ଠସ୍ଥ କରି ନବରାତ୍ରିରେ ଷଷ୍ଠ ଦିନ ଏହାଙ୍କର ଜପ କରାଯାଏ। ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା ନମସ୍ତସ୍यै 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 ନମୋ ନମଃ। ତାହାର ଅର୍ଥ ହେଉଛି, ହେ ମା ସର୍ବତ୍ର ବିରାଜମାନ ଆଉ ଶକ୍ତି ରୂପିଣୀ ପ୍ରସିଦ୍ଧ ମା ଅମ୍ବେ, ଆପଣଙ୍କୁ ମୋର ବାର ପ୍ରଣାମ। ମୁଁ ଆପଣଙ୍କୁ ବାରମ୍ବାର ପ୍ରଣାମ କରୁଛି। ଏହାର ଅତିରିକ୍ତ ଯେଉଁ କନ୍ୟାମାନଙ୍କର ବିବାହ ବିଳମ୍ବ ହେଉଥାଏ, ଏହି ଦିନ ମା କାତ୍ୟାୟନୀଙ୍କର ଉପାସନା ଅବଶ୍ୟ କରିବା ଉଚିତ, ଯେଉଁଥିରେ କି ମନୋବାଞ୍ଛିତ ବର ପ୍ରାପ୍ତି ହୋଇପାରିବ। ବିବାହ ପାଇଁ କାତ୍ୟାୟନୀଙ୍କର ପ୍ରକୃତ ମନ୍ତ୍ର ହେଉଛି ଓಂ କାତ୍ୟାୟନୀ ମହାମାୟେ ମହାଯୋଗୀନ୍ୟଧୀଶ୍ୱରୀ ନନ୍ଦଗୋପସୁତଂ ଦେବୀ ପତିଂ ମେ କୁରୁତେ ନମଃ। କାତ୍ୟାୟନୀ ମହାମାୟେ ମହାଯୋଗୀନ୍ୟଧୀଶ୍ୱରୀ ନନ୍ଦଗୋପସୁତଂ ଦେବୀ ପତିଂ ମେ କୁରୁତେ ନମଃ। ଏହି କାତ୍ୟାୟନୀ ମାଙ୍କର ମହିମା। ମାଙ୍କୁ ଯିଏ ସଚ୍ଚା ମନରେ ସ୍ମରଣ କରେ, ତାହାର ସମସ୍ତ ରୋଗ, ଶୋକ, ସନ୍ତାପ, ଭୟ ଆଦି ସର୍ବଥା ବିନଷ୍ଟ ହୋଇଯାଏ। ଜନ୍ମ ଜନ୍ମାନ୍ତରର ପାପକୁ ବିନଷ୍ଟ କରିବା ପାଇଁ ମାଙ୍କର ଶରଣାଗତ ହୋଇ ତାଙ୍କର ପୂଜା ଉପାସନା ପାଇଁ ତତ୍ପର ହେବା ଉଚିତ। ତେଣୁ ସେହି ମା କାତ୍ୟାୟନୀଙ୍କର ଶ୍ରୀ ଚରଣ କମଳରେ ମୋର ଅନନ୍ତ କୋଟି ବାର ପ୍ରଣାମ।